ମାଣିଆ ବନ୍ଧ ହସ୍ତତନ୍ତ୍ର ପାଇଁ ବିଶ୍ୱ ପ୍ରସିଦ୍ଧ। 2024ରେ ପର୍ଯ୍ୟଟନ ବିଭାଗ ଓଡ଼ିଶା ସରକାର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମରେ ପୁରସ୍କୃତ କରିଛନ୍ତି। ନମସ୍କାର, ମୁଁ ସୌମ୍ୟ ସ୍ୱାଗତ କରୁଛି ଆପଣଙ୍କୁ ଓଡ଼ିଆ ମିଷ୍ଟ୍ରି ଗ୍ୟାଲେରୀକୁ। ଆମେ ଆଜି ଅଛୁ ପାହାଡ଼ ଜଙ୍ଗଲ ଘେରା ଗାଁ ମାଣିଆ ବନ୍ଧରେ। ଭୁବନେଶ୍ୱରରୁ 69, କଟକରୁ 58 କିଲୋମିଟର ଦୂରତା ଏହି ଗାଁ। ମାଣିଆ ବନ୍ଧର ହାତ ବୁଣା କାରୁକାର୍ଯ୍ୟ ବିଶ୍ୱ ପ୍ରସିଦ୍ଧ। ଏଠାକାର ହାତଗଢ଼ା ଖଣ୍ଡୁଆ, ତାରବଳି, ସୂର୍ଯ୍ୟମୁଖୀ, ଚାନ୍ଦୁଆ, ଖଣ୍ଡୁଆ ଝୋଟି, ଦେହବାନ୍ଧ, ଓଡ଼ିଆ ବର୍ଣ୍ଣମାଳୀ, କାର୍ଗିଲ, ସିଂହମେଳି, ଗଙ୍ଗା ଯମୁନା, ନବକୋଠି, ଉତ୍କଳ ସାରସୀ, ବଡ଼ ଫୁଲ ଆଦି ବୁଣାଯାଏ। ମାଣିଆ ବନ୍ଧ ଖାସ୍ କରି ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ, ମର୍ସରାଇଜ ଖଣ୍ଡୁଆ ପାଟ ପାଇଁ ବେଶ୍ ପ୍ରସିଦ୍ଧ। ମାଣିଆ ବନ୍ଧରେ ଜଗନ୍ନାଥ ସଂସ୍କୃତି ଓ ବୌଦ୍ଧ ସମ୍ପ୍ରଦାୟ ମିଳିତ ଭାବେ ପୂଜାର୍ଚ୍ଚନା କରାଯାଏ। ମାଣିଆ ବନ୍ଧ ବାଙ୍କି ମୁଖ୍ୟ ରାସ୍ତାଠାରୁ 1 କିଲୋମିଟର ଦୂରରେ ରହିଛି ନାଗାମୁଣ୍ଡିଆ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୁରାଣ ଯୁଗରେ ଏହି ଅଞ୍ଚଳରେ ନାଗବଂଶର ଶାସନ ଥିବା କୁହନ୍ତି। ନାଗାମୁଣ୍ଡିଆ ଓଡ଼ିଶାରେ ଥିବା ଏକ ପ୍ରାଚୀନ ବୌଦ୍ଧ ସ୍ଥାନ। ଏହି ସ୍ଥାନରେ ପ୍ରାଚୀନ ବୌଦ୍ଧ ଭିକ୍ଷୁମାନେ ରହି ଧ୍ୟାନ କରୁଥିଲେ। ଏବେ ବି ନାଗାମୁଣ୍ଡିଆରେ ବୁଦ୍ଧଦେବଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ନାଗାମୁଣ୍ଡିଆରେ ବୁଲାବୁଲି ସାରି ଆମେ ଏବେ ଆସି ପହଞ୍ଚିଗଲୁ ବୁଦ୍ଧ ବିହାରରେ। ମାଣିଆ ବନ୍ଧ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବୁଦ୍ଧ ବିହାର ନିର୍ମାଣ କରାଯାଇଅଛି, ଯେଉଁଠିକି ପର୍ଯ୍ୟଟକମାନେ ବିଶ୍ରାମ ନେଇପାରିବେ, ବୁଦ୍ଧ ଦେବଙ୍କ ବିଷୟରେ କିଛି ତଥ୍ୟ ଜାଣିପାରିବେ। ପ୍ରତ୍ୟେକ ବର୍ଷ ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମାରୁ ଆରମ୍ଭ କରି 5 ଦିନ ଧରି ପାଳନ ହୁଏ ବୁଦ୍ଧ ମହୋତ୍ସବ। ଚଳିତ ବର୍ଷ 11 ଜୁନରୁ 15 ଜୁନ ମଧ୍ୟରେ ପାଳିତ ହୋଇଯାଇଛି ତ୍ରୟୋଦଶ ବୁଦ୍ଧ ମହୋତ୍ସବ।
ବୁଦ୍ଧ ମହୋତ୍ସବ ମୁଖ୍ୟତଃ ଗୌତମ ବୁଦ୍ଧଙ୍କ ଜନ୍ମ ସ୍ମୃତିରେ ପାଳନ କରାଯାଇଥାଏ। ମାଣିଆବନ୍ଧ ବହୁ ବର୍ଷ ପୂର୍ବରୁ ବୌଦ୍ଧ ଧର୍ମରେ ପ୍ରଭାବିତ ଗାଁ, ଯେଉଁଠାରେ ବୌଦ୍ଧ ସମ୍ପ୍ରଦାୟର ଲୋକେ ବହୁମାତ୍ରାରେ ବସବାସ କରିଥାନ୍ତି। ଅହିଂସା, କରୁଣା, ସମାନତା ପ୍ରଚାର କରିଥାନ୍ତି। ପିଲାଠୁ ବୁଢ଼ା ସମସ୍ତେ ମିଶି ଏହି ଉତ୍ସବ ପାଳନ କରିଥାନ୍ତି। ମାଣିଆବନ୍ଧରେ ବୁଦ୍ଧ ମହୋତ୍ସବ, ଦୁର୍ଗା ପୂଜା, ରଥଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମା, ମାଘ ସପ୍ତମୀ ସ୍ଥାନୀୟ ଲୋକେ ଅତି ଧୁମଧାମରେ ପାଳନ କରନ୍ତି। आशा करुछु भिडियोटी आपनकु पसंद आसीथिबो। खूब शीघ्र देखा हेबो अन्य एक नुआ भिडियो रे। रहूछु, नमस्कार।